କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଦାସି ଗାଁରେ ଦେଖିବାକୁ ମିଳିଛି ମା ବାପାଙ୍କୁ ହରାଇଥିବା 4 ଜଣ ଭାଇ ଓ ଭଉଣୀଙ୍କୁ। ପ୍ରଥମେ ମାଙ୍କର ଅସୁସ୍ଥତା ଯୋଗୁଁ ମୃତ୍ୟୁ ହେବା ପରେ ଠିକ୍ 10 ଦିନ ପରେ ଶୁଦ୍ଧକ୍ରିୟା ସମୟରେ ବାପା ମଧ୍ୟ ଆରପାରିକୁ ଚାଲିଗଲେ। 4 ଛୋଟ ଛୋଟ 2 ପୁଅ ଓ 2 ଝିଅଙ୍କୁ ଛାଡ଼ି। ସେହି ନିରୀହ ପିଲାମାନେ ଏବେ ବେସାହାରା ହୋଇ ଖାଇବାକୁ ଦାନା ନାହିଁ କି ମୁଣ୍ଡ ଗୋଜିବାକୁ ଘରେ ଖଣ୍ଡେ ନାହିଁ। କିଏ ଦେଖିବ, କିଏ ଖାଇବାକୁ ଦାନା ଦେବ, ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି। ଏହିପରି ଘଟଣା ଶୁଣିବା ପରେ କଳାହାଣ୍ଡି ଜିଲ୍ଲା ଧରମଗଡ଼ ଏନ୍ଏସିର ଦୁଃଖ ଦରିଦ୍ରମାନଙ୍କ ଦରିଦ୍ର ବନ୍ଧୁ ଶ୍ରୀଯୁକ୍ତ ଘନଶ୍ୟାମ ଅଗ୍ରୱାଲ ବିଶିଷ୍ଟ ସମାଜସେବୀ ଧରମଗଡ଼ରୁ ଦାସି ଗାଁକୁ ଯାଇ ସେହି ନିରୀହ ବାପା ମା ଛେଉଣ୍ଡ ପିଲାମାନଙ୍କର ଦୁଃଖ ବୁଝି କିଛି ଆର୍ଥିକ ସାହାଯ୍ୟ କରି 4 ଭାଇ ଭଉଣୀମାନଙ୍କୁ ପୋଷାକ ମଧ୍ୟ ଦେଇଥିଲେ। ଶ୍ରୀ ଘନଶ୍ୟାମ ଅଗ୍ରୱାଲଙ୍କ ଏହିପରି ମହତ୍ କାର୍ଯ୍ୟ ପାଇଁ ସାରା ରାଜ୍ୟରୁ ଶୁଭେଚ୍ଛାର ସୁଅ ଛୁଟୁଛି। କଳାହାଣ୍ଡି ଜିଲ୍ଲାରୁ ଲକ୍ଷ୍ମୀକାନ୍ତ ଧାଙ୍ଗଡ଼ ମାଝୀଙ୍କ ରିପୋର୍ଟ ONI।